ପିଲାମାନେ ତୁମେ ସବୁ କେମିତି ଅଛ? ଆଶା କରୁଛି ସମସ୍ତେ ଭଲରେ ଥିବ। ଏଇଟା ହେଉଛି ତୁମ ସପ୍ତମ ଶ୍ରେଣୀ ଗଣିତ ପ୍ରକାଶର ନୂଆ ବହି ଆସିଛି। ତୁମେ ଯେ ଜାଣିଛ ଏ ବର୍ଷ 2026ରେ ତୁମର ହେଉଛି ସବୁ ବହି ଚେଞ୍ଜ ହେଇଛି, ଅର୍ଥାତ୍ ସବୁ ନୂଆ ବହି ଆସିଛି। ତ ନୂଆ ବହି ଆସିଛି ତ ପିଲାମାନେ ମୁଁ ଏତେ କଥା କହୁନାହିଁ, ଡାଇରେକ୍ଟ ମୁଁ ପଳାଉଛି ତୁମର ପ୍ରଶ୍ନପତ୍ରକୁ। କାହିଁକିନା ତୁମର ପ୍ରଶ୍ନଗୁଡ଼ିକ ଦେଖାଇଦେଲେ ତୁମେ ଆନ୍ସର୍ କରିବାକୁ ଚେଷ୍ଟା କରିବ। କାହିଁକି ବହୁତ ବିଦ୍ୟାଳୟରେ ବହି ଆସିନାହିଁ, PDF ଆସି ମୋ ପାଖରେ ଆସି ପହଞ୍ଚି ସାରିଛି। ତ PDFରେ ଦେଖ ପ୍ରଥମ ଅଧ୍ୟାୟ ଦେଇଛି। ଦେଖ ପିଲାମାନେ କ'ଣ ଦେଇଛି ଦେଖ, ପ୍ରଥମ ଦେଇଛି ଆମ ଚାରିପଟେ ଥିବା ବଡ଼ ସଂଖ୍ୟା, 1 ନମ୍ବର ବିଷୟ। 2 ନମ୍ବର ଅଛି ପାଟି ଗାଣିତିକ ପରିପ୍ରକାଶ, 2 ନମ୍ବର ବିଷୟ। 3 ନମ୍ବର କରିବ ସଂଖ୍ୟା ମଝିରେ ବିନ୍ଦୁର କମାଲ। ଚତୁର୍ଥ ବିଷୟ ଦେଇଛି ଦେଖ ପିଲାମାନେ କ'ଣ ଦେଇଛି, ଅକ୍ଷର ସଂଖ୍ୟା ମଧ୍ୟରେ ଗାଣିତିକ ପରିପ୍ରକାଶ। ପଞ୍ଚମ ଅଧ୍ୟାୟ ସମାନ୍ତର ସରଳରେଖାର ଛେଦକ। ଷଷ୍ଠ ସଂଖ୍ୟାର ଖେଳ। ସପ୍ତମ 3 ନମ୍ବର ସଂଖ୍ୟା ପରସ୍ପର ଭଗ୍ନ ସଂଖ୍ୟାର ବ୍ୟବହାର। ତ ପିଲାମାନେ ଡାଇରେକ୍ଟ ପ୍ରଶ୍ନକୁ ପଢ଼ୁଛି। ଦେଖ ପିଲାମାନେ ଆମ ଚାରିପଟେ ସଂଖ୍ୟା ତୁମେ ପଢ଼ିବାଟା ଦରକାର ନାହିଁ, ତୁମେ ନିଜେ ପଢ଼ିବ। ମୁଁ ପ୍ରଶ୍ନ ଉତ୍ତରକୁ ଡାଇରେକ୍ଟ ପଳାଉଛି କାହିଁକିନା ଭିଡ଼ିଓଟି ଲଙ୍ଗ୍ ହେଇଯିବ। ଓକେ ପିଲାମାନେ ଦେଖ 3 ଅଙ୍କ ବିଶିଷ୍ଟ ବୋଧ ସଂଖ୍ୟା 3ଟା 9 ତା ଲେଖା ହେଇଛି, ତା ଦିଆହେଇଛି। 4 ଅଙ୍କ ବିଶିଷ୍ଟ ସଂଖ୍ୟା ଦେଖିଛି 1 ମିଶାଇବ, ଏହା ସାଙ୍ଗରେ 1 ମିଶାଇଲେ କେତେ ହେବ ପିଲାମାନେ? 1 ପରେ ହେବ କେତୋଟି? 3ଟି ଶୂନ ହେଇଗଲା, ଅର୍ଥାତ୍ এই ଅଙ୍କଟି କେତେ ହେବ? ଉତ୍ତର ହେବ 4 ଅଙ୍କ ବିଶିଷ୍ଟ କ୍ଷୁଦ୍ର ସଂଖ୍ୟା 1 ପରେ କେତେ ହେବ? 1 ପରେ କେତେ ହେବ? 3ଟି ଶୂନ ଦେଇଦେବ ହେଲା। ତାପରେ 4 ଅଙ୍କ ବିଶିଷ୍ଟ ବୃହତ ସଂଖ୍ୟା, 4 ଅଙ୍କ ବୃହତ ସଂଖ୍ୟା କେତେ ହେବ? 4 ଅଙ୍କ ବିଶିଷ୍ଟ ସଂଖ୍ୟା କେତେ ହେବ ପିଲାମାନେ? 4 ଅଙ୍କ ବିଶିଷ୍ଟ ବୃହତ ସଂଖ୍ୟା ହେବ 4ଟି 9 ହେଲା। 5 ଅଙ୍କ ବିଶିଷ୍ଟ ବୃହତ ସଂଖ୍ୟା କେତେ ହେବ ପିଲାମାନେ? 5 ଅଙ୍କ ବିଶିଷ୍ଟ ବୃହତ ସଂଖ୍ୟା ହେବ 5ଟି 9, 2 3 4 5ଟି 9 ହେଲା। 5 ଅଙ୍କ ବିଶିଷ୍ଟ ବୃହତ ସଂଖ୍ୟା ହେଲା 5 ଅଙ୍କ ବିଶିଷ୍ଟ କ୍ଷୁଦ୍ର ସଂଖ୍ୟା ଦେଇଛି, ଏଥିରେ 1 ପରେ ଦେବ 4ଟା ଶୂନ। 5 ଅଙ୍କ ବୃହତ ସଂଖ୍ୟା ଦେଇଛି, ତାହେଲେ 5ଟା 9 ଲେଖିଦେବ ହେଲା। ଏଇଟା ତାପରେ ଯିବା ପ୍ରଶ୍ନକୁ, ନେକ୍ସଟ ପ୍ରଶ୍ନକୁ 99,995 ତାପରେ କେତେ ହେବ? 99,997 ତାର 98 ଦେଇଛି ଏଠି। ତାପରେ ହେବ 99,000 କେତେ ହେବ? 99,999। ତାପରେ ଏଠି ହେବ 1 ଲକ୍ଷ, ତାପରେ ଏଠି ହେବ 1 ଲକ୍ଷ 1, 1 ଲକ୍ଷ 2, 1 ଲକ୍ଷ 3, 1 ଲକ୍ଷ 4 ସରିଗଲା। ନେକ୍ସଟ ପ୍ରଶ୍ନକୁ ଯିବା। ଏଠି ଦେଇଛି ଦେଖ ପ୍ରଶ୍ନ ଗୁଡ଼ିକ 2011 ମସିହା ଜନଗଣନାରେ ସଂଖ୍ୟା ଏତେ ଥିଲା 1 ଲକ୍ଷରୁ କେତେ? ତୁମେ କ'ଣ କରିବ ପିଲାମାନେ? ଏଠି କ'ଣ କରିବ? ଏଇ ପ୍ରଶ୍ନଟାର 1 ଲକ୍ଷ ଲେଖିଦେବ ହେଲା, ବିয়োଗ କରିଦେବ ଏହି ସଂଖ୍ୟାଟାକୁ, ମାନେ 83,651କୁ ମାଇନସ୍ କରି ଏଠି ବସେଇଦେବ। ଓକେ 2 ନମ୍ବରକୁ ଯିବା। 2024 ମସିହା ଥିଲେ କେତେ 1 ଲକ୍ଷରୁ କେତେ ଅଧିକ? ତାହେଲେ କ'ଣ କରିବା? ତୁମେ କ'ଣ କରିବ? 1 ଲକ୍ଷ 4,000 ଦେଇଛି ରୁ 1 ଲକ୍ଷ ବିয়োଗ କରିଦେବ ହେଲା। ଏଠି କେତେ ହେବ? ଖାଲି 4,000। 2 ଗଲା। 3 କେତେ କରିବ? 2011ରୁ 2024 କେତେ ବୃଦ୍ଧି ପାଇଲା? ତାହେଲେ 2024ରୁ 2011 ବିয়োଗ କରିଦେବ, ତାହେଲେ 1 ଲକ୍ଷ 4,000 ହେଲା। 1 ଲକ୍ଷ 4,000 ମାଇନସ୍ କେତେ କରିବ? 83,000 କେତେ? 651 ବିয়োଗ କରି ଲେଖିଦେବ ଆଉ ସରିଲା। ତ ପ୍ରଶ୍ନକୁ ନେକ୍ସଟ ପ୍ରଶ୍ନ ଯିବା। ଲେଖା ହେଇଛି ଦେଖ ପିଲାମାନେ, ନେକ୍ସଟ ମୁଁ ଆଉ ଗୋଟେ ଭିଡ଼ିଓ ତିଆରି କରିବି, ତୁମମାନେ କମେଣ୍ଟ କର ହେଲା। ତ ଏ ସବୁ ପ୍ରଶ୍ନ ଗୁଡ଼ିକ ଦେଖିଦିଅ, ଧୀରେ ଧୀରେ ସ୍କ୍ରୋଲ୍ କରି ପ୍ରଶ୍ନ ଗୁଡ଼ିକ ସବୁ ଦେଖିଦିଅ। ମୁଁ ଭିଡ଼ିଓ ଖୁବ୍ ଶୀଘ୍ର ଆସୁଛି, ଚ୍ୟାନେଲ୍ ନୂଆ ଥରେ ସବସ୍କ୍ରାଇବ୍ କରି ଲାଇକ୍ କରିବ। ଆଉ ପିଲାମାନଙ୍କୁ ଗୋଟେ ରିକ୍ୱେଷ୍ଟ କରୁଛି, ସବୁ ମେମ୍ବରସିପ୍ ଜଏନ୍ ହେଇଯାଅ, ଲାଇଭ୍ କ୍ଲାସ୍ ଆସିବ, ଅନଲାଇନ୍ କ୍ଲାସ୍ ହେବ ହେଲା। ଦେଖ ଏ ପ୍ରଶ୍ନ ଅଛି, ଏଇ ପ୍ରଶ୍ନ ଅଛି, ଏଇଟା ବହୁତ ଇଜି ହେଲା। ବହୁତ ଇଜି ଗୁଡ଼ିକ ପ୍ରଶ୍ନ ଗୁଡ଼ିକ, ବହୁତ ଇଜି ପ୍ରଶ୍ନ ଗୁଡ଼ିକ ଆସିଛି। ତୁମେ ଦେଖ ବହୁତ ଇଜି ପ୍ରଶ୍ନ ଗୁଡ଼ିକ ଆସିଛି, କରିବାକୁ ଚେଷ୍ଟା କରିବ ହେଲା। ତ ନେକ୍ସଟ ସ୍କ୍ରୋଲ୍ କରି ଯାଉଛି, ପ୍ରଶ୍ନ ଗୁଡ଼ିକ ସବୁ ଦେଖିଦିଅ। PDFଟା ଚାଲି ଆସିଛି, ଦେଖ ଧୀରେ ଧୀରେ ସବୁ ସ୍କ୍ରୋଲ୍ କରି, ନହେଲେ ସ୍କ୍ରିନଶଟ୍ ମାରିନିଅ, ଘରେ କରିବାକୁ ଚେଷ୍ଟା କର। ବହୁତ ଇଜି ପ୍ରଶ୍ନ ଗୁଡ଼ିକ ଆସିଛି, ଦେଖିଦିଅ ହେଲା। ବର୍ତ୍ତମାନ ଗୋଟିଏ ମୁଁ ସବୁ ଛାଡ଼ି ଯାଇଛି ଆନ୍ସର୍ ଗୁଡ଼ିକ, ତୁମେ ଯଦି କମେଣ୍ଟ କର ମୁଁ ଆନ୍ସର୍ ମଧ୍ୟ ପ୍ରିପାରେସନ୍ କରିକି ଛାଡ଼ି ଦେଉଛି, ଯାହା ତୁମର ବହୁତ ଇଜି ହେବ, ବୁଝିଗଲ। ପ୍ରଶ୍ନ ଗୁଡ଼ିକ ମଧ୍ୟ କରିବାକୁ ଚେଷ୍ଟା କର, ଯାହା ଦେଉଛି ପ୍ରଶ୍ନ ଗୁଡ଼ିକର ଘରକୁ ଚେଷ୍ଟା କର। ଓକେ ଦେଖିଦିଅ, ପ୍ରଶ୍ନ ଗୁଡ଼ିକ ସବୁ ଦେଖିଦିଅ, ବହୁତ ଇଜି ଆସିଛି। ମୁଁ ଆଉ ଗୋଟେ ଭିଡ଼ିଓ ତିଆରି କରିବି, ଯାହାଦ୍ୱାରା ପ୍ରଶ୍ନ ଆନ୍ସର୍ ମଧ୍ୟ ଛାଡ଼ିବି। ଚ୍ୟାନେଲ୍ ମୋତେ ସବସ୍କ୍ରାଇବ୍ କରିବ, ଦେଖିଦିଅ ପ୍ରଶ୍ନ ଗୁଡ଼ିକ, ସ୍କ୍ରୋଲ୍ କରି ତୁମେ ସବୁ ଦେଖିଦିଅ ଟୋଟାଲ୍
ହେଲା। ଦେଖ ଯାହାଦ୍ୱାରା ତୁମେ ନିଜେ କରିପାରିବ ହେଲା। ବହୁତ ଇଜି ଗୋଟେ ଅଛି। ତ ପ୍ରଥମେ ସେ ଛାଡ଼ିଦେଲି, ପ୍ରଥମେ ଛାଡ଼ି ଦେଖିଦିଅ ଯାହା ଯାହା ଅଛି ଯାହା ଚାଷ କରିଦିଅ। ନେକ୍ସଟ ଭିଡ଼ିଓରେ ମୁଁ କ'ଣ କରିବି ଆଉ ଗୋଟିଏ କ'ଣ କରିବି ନେକ୍ସଟ ଭିଡ଼ିଓରେ ଆଉ ସେକେଣ୍ଡ ଭିଡ଼ିଓ ଛାଡ଼ିବି, ତାର ଆନ୍ସର ମୁଁ ଛାଡ଼ିବି। ତାହେଲେ ସବସ୍କ୍ରାଇବ୍ କରିବ ହେଲା, ସେୟାର କରିବ ଆଉ ଲାଇକ୍ କରିବ, କମେଣ୍ଟ କରି ଜଣାଇବ ତୁମର କ'ଣ ଅସୁବିଧା ହେଲା। ସବୁ ବିଷୟର ଆଉ ସବୁ ବିଷୟରେ ମୁଁ ଧୀରେ ଧୀରେ ଗୋଟେ ଭିଡ଼ିଓ କରି ମୁଁ ଛାଡ଼ିବି।